ନାଇଁ ଏଇଟା ଯିବ ଘଷି ଗନା ଏକାଳେ ପହଁରି ଚାଲିଯିବୁ କିଏ କହିଲା ବର୍ତ୍ତମାନ ଆମର ଜଳକା ନଦୀ କୂଳରେ ଜାଣନ୍ତୁ ବାହାରଦା ମଥାନୀ କୁଡ଼ିଆ ପ୍ରାୟ ଜଳକା ବନ୍ୟାରେ ବହୁତ ଏଫେକ୍ଟେଡ୍ ହୁଅନ୍ତି। ବର୍ତ୍ତମାନ ସୁଦ୍ଧା ବାହାରଦା କୁଡ଼ିଆ ମଥାନୀ ଏଫେକ୍ଟେଡ୍ ଅଛନ୍ତି। ବହୁ ଘର ଜଳବନ୍ଦୀରେ ଅଛନ୍ତି। ବର୍ତ୍ତମାନ ଆମେ ଆମର ବାହାରଦା ପଞ୍ଚାୟତର ବାହାରଦା ବସ୍ତିରେ 4ଟା ପରିବାର ରହିଯାଇଥିଲେ ପାଣି ଘେର ଭିତରେ ଓଡ୍ରାଫ୍ ଟିମକୁ ଡାକି ତୁରନ୍ତ ବ୍ଲକ ପ୍ରଶାସନ ପଦକ୍ଷେପ ମଧ୍ୟ ନେଲେ। ଆମେ 12 ଜଣ ପରିବାରକୁ ଉଦ୍ଧାର କରିକି ବର୍ତ୍ତମାନ ଆଣିଲୁ ତାଙ୍କ ପଞ୍ଚାୟତ ଅଫିସରେ ବର୍ତ୍ତମାନ ଆଣିକି ଆମେ ରଖିଛୁ। ଦୁର୍ବଳ ନଦୀ ବନ୍ଧ ଆଜି ନୁହେଁ ବହୁତ ଦିନରୁ ଅଛି। ଆମେ ବହୁତ ଦାବି ମଧ୍ୟ କରିଛୁ ନଦୀ ବନ୍ଧ ଯେମିତି ଜଳକା ନଦୀ ବନ୍ଧ ପୁରା ସମ୍ପୂର୍ଣ୍ଣ ଦୁର୍ବଳ ଅଛି। এই যে টাইপর পানি বড়ুছি বন্ধ ভাঙ্গার ବି ବହୁତ ଚାନ୍ସ ମଧ୍ୟ ବି ଅଛି। ବନ୍ଧ ଭାଙ୍ଗିଲେ ତ ଆପଣଙ୍କର ଦେଖନ୍ତୁ 2008 ମସିହାରେ ହଳଦୀପଦା ପର୍ଯ୍ୟନ୍ତ ପାଣି ଯାଇଥିଲା ପାଖାପାଖି 500-600 ଗାଁ ଏଫେକ୍ଟେଡ୍ ହେଇଥିଲେ। ବନ୍ଧ ଯଦି ବର୍ତ୍ତମାନ ଭାଙ୍ଗେ ସେଇ ଟାଇପ୍ର ବର୍ତ୍ତମାନ ଏଫେକ୍ଟେଡ୍ ହେବେ। ପାଣି 2008 ମସିହାରେ যে ଟାଇପ୍ର ପାଣି ବଢିଥିଲା যে ଟାଇପ୍ର ବନ୍ୟା ହେଇଥିଲା ବର୍ତ୍ତମାନ ସେଇ ଟାଇପ୍ର ବନ୍ୟା ଆମେ ହବ ବୋଲି ଅନୁଭବ କରୁଛୁ। ଯେତିକ ଲୋକ ଥିଲେ ସେତିକ ଲୋକଙ୍କୁ ବାହାର କରିଦିଆଯାଇଛି। ଆଉ 2ଟା ଲୋକ ଅଛନ୍ତି। 2ଟା ଲୋକକୁ ଓଡ୍ରାଫ୍ ଟିମ୍ ଯାଇଛନ୍ତି ଆଣିବା ପାଇଁ। ଆଉ ସମସ୍ତେ ପଳେଇ ଆସିଛନ୍ତି। ପ୍ରସ୍ତୁତି ସବୁ ବିଭାଗର ଆମର ସମସ୍ତେ ସଜାଗ ଅଛନ୍ତି। ଆମର ପୋଲିସ ଓଡ୍ରାଫ୍ ଟିମ୍ ଆଉ ଆମର ପ୍ରଶାସନ ସମସ୍ତେ ମାନେ ସଜାଗ ରହିକି ଦେଖୁଛନ୍ତି। କେତେ ଗାଁ ପ୍ରଭାବିତ? ବେଶୀ ଗାଁ ପ୍ରଭାବିତ ହେଲେ ବିଲ ଗୁଡାକ ବେଶୀ ବୁଡିକି ରହିଛି। ଗାଁ 2-4ଟା ଗାଁ ଏମିତି ବୁଡିକି ରହିଛି। ପ୍ରଶାସନ ତରଫରୁ ସବୁ ପଦକ୍ଷେପ ଆମେ ନେଇଛୁ। ଯୋଉଠି ଯୋଉଠି ଆମର ଲୋକ ରହିଯାଇଛନ୍ତି ତାଙ୍କୁ ଆମେ ଇଭାକୁଏଟ୍ କରୁଛୁ। ସକାଳ ପାଖରୁ ଏବେ ପର୍ଯ୍ୟନ୍ତ ଇଭାକୁଏଟ୍ ଚାଲିଛି। ତାଙ୍କୁ ଆଣିକିରି ଆମେ ସ୍କୁଲରେ ଆଶ୍ରୟସ୍ଥଳରେ ରଖୁଛୁ। ତାଙ୍କ ପାଇଁ ମଧ୍ୟ ସବୁ ବ୍ୟବସ୍ଥା କରାହେଉଛି। କେମିତି ରାତିରେ ସୁବିଧାରେ ରହିପାରିବେ ସେ ବ୍ୟବସ୍ଥା କରାହେଉଛି। ସାର୍ କେତେ ଗାଁ ପ୍ରଭାବିତ ହେଲେଣି ସାର୍? ବର୍ତ୍ତମାନ ସୁଦ୍ଧା ତ ପୁରା ଦେଖୁଛନ୍ତି ଯେମିତି ଆମର ପୁରା ଜଳମୟ ଚାରିଆଡେ ଜଳମୟ ହେଇଛି। ତେଣୁ କେତେ ଗାଁ ଆକ୍ଚୁଆଲି ପ୍ରଭାବିତ ହେଇଛି ସେ ତ କହିବା ସହଜ ନୁହେଁ। ତଥାପି ମୁଁ ଭାବୁଛି 7-8ଟି ଗାଁ ନିହାତି ପ୍ରଭାବିତ ହେଇଯାଇଛି। ଯେଉଁମାନଙ୍କୁ ସାର୍ ରେସ୍କ୍ୟୁ କରାଗଲା ସାର୍ ସେମାନଙ୍କ ପାଇଁ ସାର୍ ଫ୍ରି କିଚେନ୍ କିମ୍ବା କ'ଣ ସବୁ ବ୍ୟବସ୍ଥା ବି କରାହଉଛି। ଦେଖନ୍ତୁ ଜଳକାର ସ୍ଥାୟୀ ସମସ୍ୟା ପାଇଁ ଆପଣଙ୍କୁ ମନେଥିବ ବହୁତ ଥର ଆପଣମାନେ ବାଇଟ୍ ନେଇଛନ୍ତି। ଆମେ ଆଜି ଦୀର୍ଘ ବର୍ଷ ଧରିକି 20 ବର୍ଷ ଧରିକି ଆ ପଛରେ ଲାଗିଥିଲୁ ଏବଂ ମୋହନ ସରକାର ଆସିଲା ପରେ ବହୁତ ଗୁଡ଼ିଏ ଯେଉଁ କମଜୋର ବନ୍ଧକୁ ଇରିଗେସନ୍ ଡିପାର୍ଟମେଣ୍ଟ ମାଧ୍ୟମରୁ ତାକୁ ଠିକ୍ କରାଯାଇଛି। ଏବଂ ଆପଣ ଏବେ ଦେଖିବେ ଆଗରୁ ଜଳକାର ଯେଉଁ ସତର୍କ ସଂକେତ ଡେଞ୍ଜର ଲେଭେଲ୍ ଥିଲା 5.5 ଏବେ 6.5 ହେଇଯାଇଛି। ଏବେ ମୋହନ ସରକାର ଆସିଲା ପରେ ଆମେ ବି ମଧ୍ୟ ଗୋଟେ ନିବେଦନ କରିଛୁ ଯେ ଜଳକା ଉପରେ ଗୋଟେ ଛୋଟିଆ ଡ୍ୟାମ୍ ମଧ୍ୟ କରାଯାଉ। ସେଠାରେ ବନ୍ୟାରୁ ନିୟନ୍ତ୍ରଣ ହେବ ଏବଂ ଆଗାମୀ ପିଢ଼ି ପାଇଁ ସେଟା ଚାଷ ଜମି ପାଇଁ ପାଣି ମଧ୍ୟ ହେଇପାରିବ, ଇଲେକ୍ଟ୍ରିସିଟି ମଧ୍ୟ ହେଇପାରିବ। ପ୍ରସ୍ତାବ ଯାଇଛି, ସରକାର ବିଚାର କରୁଛନ୍ତି। ଯେହେତୁ କି ଛୋଟ ନଦୀ ଅଛି ଆମେ ଦେଖୁଛୁ ଦୁର୍ବଳ ଯେଉଁ ନଦୀ ବନ୍ଧ ମରାମତି କରାଯାଉ ନାହିଁ ଏବଂ କିଛି ଜାଗାରେ ମଧ୍ୟ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହେବାକୁ ଲାଗିଲାଣି। ଦେଖନ୍ତୁ ୟାର ପ୍ରତିକାର ଗୋଟେ ଦିନର କି ଗୋଟେ ବର୍ଷର ହେଇପାରିବ ନାହିଁ। ୟା ପାଇଁ ଆମେ କହିଛୁ ଡିପାର୍ଟମେଣ୍ଟକୁ। ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ସେ ଡିପାର୍ଟମେଣ୍ଟର ମନ୍ତ୍ରୀ ଅଛନ୍ତି, ସେ ବୁଝିବେ। ଲେଖିକି ଦିଆହେଇଛି ଜଳକା ତାର ଯେଉଁ ଆଗରୁ ଯେଉଁ ବ୍ୟବସ୍ଥା ଥିଲା ତାକୁ ଗୋଟେ ଷ୍ଟଡି କରିଦେଇକି ତା ଉପରେ ଗୋଟେ ବିଚାର କରିଦେଇକି ମୁଁ ଭାବୁଛୁ ସରକାର ଭଲ ନିଷ୍ପତ୍ତି ନେଇକି ଆଗାମୀ ଦିନରେ ଏବଂ ଏ ଜଳକା ବନ୍ୟାଟା ବେଶୀ ଦିନ ରୁହେ ନାହିଁ, କିନ୍ତୁ ଯେତିକି ଦିନ ବି ରୁହେ କଳଙ୍କାରେ ହୁଏ। ସେଥିପାଇଁ ବିଚାର କରୁଛନ୍ତି ସରକାର। ଲିଖିତ ଭାବେ ଆମେ ଦେଇଛୁ। ଆଗାମୀ ଦିନରେ ୟାର ନିଶ୍ଚିତ ଭାବରେ ପ୍ରତିକାର ସରକାର କରିବେ।